ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନରଣପୁର ଗ୍ରାମର ମା କାମନାକାଳୀ ଦଣ୍ଡପାଟି ପକ୍ଷରୁ ଆଜି ମେରୁ ପର୍ବ ମହା ଆଡମ୍ବର ସହ ପାଳିତ ହୋଇଯାଇଛି। ପ୍ରାତଃରୁ ମାଙ୍କ ମଙ୍ଗଳ ଆଳତି କରାଯାଇ ମାଜଣା କରାଯାଇଥିଲା। ମଧ୍ୟାହ୍ନ ସମୟରେ ହୋମ ଓ ଯଜ୍ଞ ପରେ ଝାମୁରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ବଡ଼ଜୋରାଠାରେ ପୂଜାର୍ଚ୍ଚନା ପରେ ବାଦ୍ୟ ଘଣ୍ଟ ଦ୍ୱାରା ଗ୍ରାମ ପରିକ୍ରମା କରି ମାନସିକ ଦଣ୍ଡୁଆମାନେ ପାଟଭକ୍ତ ଓ କାଳସୀ ଝାମୁରେ ଚାଲିଥିଲେ। 21 ହାତିଆ ଝାମୁରେ ମାନସିକଧାରୀମାନେ ଚାଲିଥିଲେ। 13 ଦିନ ଧରି ଗ୍ରାମ ଗ୍ରାମ ବୁଲି ଦଣ୍ଡୁଆମାନେ ଧୂଳିଦଣ୍ଡ ଓ ରାତିରେ ଦଣ୍ଡ କରି ମାନସିକ ପୂରଣ କରିଥିଲେ। ଏହି ଝାମୁ ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ପୁରୁଷ ଓ ମହିଳାଙ୍କ ଭିଡ଼ ଜମିଥିଲା। ବର୍ଷର ମନ୍ଦିର ବହୁତ ଭକ୍ତ ଏଠି ଆସନ୍ତି ଏବଂ ଆମର ଝାମୁ ଯାତ୍ରା ହୁଏ। ଦଣ୍ଡ 13 ଦିନ ହୁଏ। ଆମର ବହୁତ ଭକ୍ତ ଏଠି ଆସନ୍ତି ଏବଂ ମାଙ୍କର ଆଶୀର୍ବାଦ ବହୁତ ଅଛି। ମୁଁ 25 ବର୍ଷ ପାଠପଢା କାମ କରି ଆସିଛି। ଆମର ବହୁତ ଦଣ୍ଡ ଭାଇ ମାନେ ଆଉ ଗାଁର ଭକ୍ତ ସମସ୍ତେ ରହନ୍ତି। ଆମର ବର୍ଷ ଦଣ୍ଡ 13 ଦିନର ଉଠିଥିଲା ଆଉ 13 ଦିନ ତ ଯାହା ବ୍ରତ ପାଳନ କଲୁ। ଖରାରେ ଦୋଳି ଦଣ୍ଡ କଲୁ, ରାତିରେ ନାଚରେ ଅନିଦ୍ରା ରହିଲୁ। ତେଣୁକରି ଏବେ ଝାମୁ ଯାତ୍ରା ଆଜି ଆଉ 21 ହାତ ଆମର ଝାମୁ। ଆମର ସବୁ ଦଣ୍ଡୁଆ ଫାଷ୍ଟ ପାଟବତା ଚାଲିବେ, ତାପରେ କାଳିଶ ଚାଲିବେ, ତାପରେ ଆମର ଦଣ୍ଡୁଆ ମାନେ ଚାଲିବେ। ଏଇଭଳିଆ ନିଶ୍ଚିତ ଚାଲିଛି ମାଙ୍କର। ଆଉ ମାନସିକ ଯୋଉମାନେ ସବୁ ମାନସିକ ଦଣ୍ଡ ଭାଇ ମାନେ ସବୁ ମାନସିକରେ ଅଛନ୍ତି, ଉପାସ ରହି ଏଇଭଳିଆ ଯାତ୍ରା ଚାଲିଛି ଆମର। ଦୀର୍ଘ 100 ବର୍ଷର ଯାତ୍ରା ହେଲାଣି। କାମନା ମନ୍ଦିର, କାମନା କାଳୀ ମାଙ୍କର ମନ୍ଦିର ଆଜି ମେରୁ ପର୍ବ ପାଳନ ହଉଛି। ଆଉ ଇଏ ଯାହା ମାନସିକ କରନ୍ତି ତାଙ୍କର ପ୍ରାୟ ପୂରଣ ହୁଏ। ଆଉ କାଳିଶୀ ମାନେ ଯାହା ତାଙ୍କୁ ରହନ୍ତି ଝାମୁ ଯାତ୍ରା ଆମର ହୁଏ। ଆଉ ଆମର କାର୍ତ୍ତିକ ପୂର୍ଣ୍ଣିମାରେ ଗୋଟେ ବଡ ଯାତ୍ରା ହୁଏ। ଦଶହରାରେ ଗୋଟେ ବଡ ଯାତ୍ରା ହୁଏ। ଆଉ ସେଠି ପ୍ରାୟ ଗାଁରେ ଆମର 2000ରୁ ଉର୍ଦ୍ଧ୍ବ ଭୋଟର ସଂଖ୍ୟା, 400 ଘର ବସ୍ତି ପ୍ରାୟ ମାନନ୍ତି ସମସ୍ତେ। ପ୍ରାୟ ଆଖପାଖ ଗାଁ ମାନସିକ କରିବାକୁ ଏଠି ଆସନ୍ତି ପ୍ରାୟ 10-50 ଖଣ୍ଡ ଗାଁ। ମାନସିକ ପୂରଣ ସେ ମାନସିକ ପୂରଣ ହେଲେ ଦଣ୍ଡଦାତା ତାଙ୍କ ମାନସିକରେ ଧୂଳି ଦଣ୍ଡ ପାଣି ଦଣ୍ଡ କରନ୍ତି।